ଆଜିର ପ୍ରସଙ୍ଗ ସାହସିକତାର ପ୍ରାଚୀର ପୁଲିସ ବାହିନୀ ଆଲେଖ୍ୟ ଡକ୍ଟର ସତ୍ୟନାରାୟଣ ପଟ୍ଟନାୟକ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ପୁଲିସ କର୍ମଚାରୀଙ୍କ ବଳିଦାନ ଏବଂ ଜାତୀୟ ସୁରକ୍ଷା ଓ ଅଖଣ୍ଡତାକୁ ରକ୍ଷା କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ସ୍ୱୀକୃତି ସ୍ୱରୂପ ଆଜି ପୁଲିସ ଶହୀଦ ଦିବସ ପାଳନ କରାଯାଉଛି। ଏହି ଦିବସ ପାଳନର ପୃଷ୍ଠଭୂମିକୁ ଆଲୋଚନା କଲେ ଜଣାଯାଏ 1959 ମସିହା ଅକ୍ଟୋବର 21 ତାରିଖରେ ଲଦାଖର ହଟ୍ ସ୍ପ୍ରିଂଠାରେ ଅସ୍ତ୍ରଶସ୍ତ୍ର ଯୁକ୍ତ ଚୀନ ସୈନ୍ୟଙ୍କ ଆକ୍ରମଣରେ ଦେଶର 10 ଜଣ ବୀର ପୁଲିସ କର୍ମଚାରୀ ଶହୀଦ ହୋଇଥିଲେ। ସେମାନଙ୍କର ଦେଶ ସୁରକ୍ଷା ପ୍ରତି ରହିଥିବା ପ୍ରତିବଦ୍ଧତା ଏବଂ ସର୍ବୋଚ୍ଚ ବଳିଦାନର ସ୍ମୃତି ସ୍ୱରୂପ ଏହି ଦିବସ ପାଳନ କରାଯାଇ ଆସୁଛି। ନୂଆଦିଲ୍ଲୀସ୍ଥିତ ଜାତୀୟ ପୁଲିସ ସ୍ମାରକୀରେ ଆଜି ଏହି ଦିବସ ପାଳନ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶହୀଦ ପୁଲିସ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସଶସ୍ତ୍ର ବାହିନୀ ଏବଂ ପୁଲିସ କର୍ମଚାରୀ ଜାତୀୟ ସୁରକ୍ଷାରେ ଅତୁଟ ସ୍ତମ୍ଭ ଭାବେ କାର୍ଯ୍ୟ କରିଥାନ୍ତି। ଭାରତୀୟ ସେନା ଦେଶ ଏବଂ ଏହାର ଭୌଗୋଳିକ ଅଖଣ୍ଡତାକୁ ସୁରକ୍ଷା ପ୍ରଦାନ କରୁଥିବା ବେଳେ ପୁଲିସ ବାହିନୀ ସମାଜ ଏବଂ ସାମାଜିକ ଅଖଣ୍ଡତାକୁ ସୁରକ୍ଷା ଦେଇଥାଏ। ଯଦିଓ ଉଭୟ ପ୍ରତିରକ୍ଷା ଏବଂ ପୁଲିସ ବାହିନୀ ଭିନ୍ନ ଭିନ୍ନ ଲକ୍ଷ୍ୟ ନେଇ କାର୍ଯ୍ୟ କରିଥାନ୍ତି, କିନ୍ତୁ ରାଷ୍ଟ୍ରର ସୁରକ୍ଷା ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ହୋଇଥାଏ। ସମାଜ ଭିତରେ ବିଭିନ୍ନ ନୂତନ ପ୍ରକାରର ଅପରାଧ ଏବଂ ଆତଙ୍କବାଦ ଆଧାରିତ ଆହ୍ୱାନଗୁଡ଼ିକ ବୃଦ୍ଧି ପାଇବାରେ ଲାଗିଛି। ସମାଜରେ ବିଶୃଙ୍ଖଳା ସୃଷ୍ଟି କରିବା, ବିଶ୍ୱାସକୁ ଦୁର୍ବଳ କରିବା ଏବଂ ଦେଶର ସ୍ଥିରତା ଭଙ୍ଗ କରିବା ଏଭଳି ଅପରାଧିକ କାର୍ଯ୍ୟକଳାପର ଅନ୍ୟତମ ଉଦ୍ଦେଶ୍ୟ। ତେବେ ସମସ୍ତଙ୍କ ମଧ୍ୟରେ ବିଶ୍ୱାସ ବଜାୟ ରଖିବା ସହ ଆଇନର ପରିସୀମା ମଧ୍ୟରେ ନୈତିକ କର୍ତ୍ତବ୍ୟ ପାଳନ କରି ପୁଲିସ କର୍ମଚାରୀ ଅପରାଧିକ କାର୍ଯ୍ୟକଳାପକୁ ପ୍ରତିହତ କରିଥାନ୍ତି। ଏଥିପାଇଁ ସେମାନେ ପ୍ରଶଂସାର ଯୋଗ୍ୟ ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଦେଶର ସଶସ୍ତ୍ର ବାହିନୀ ଏବଂ ସତର୍କ ପୁଲିସ ବାହିନୀ ଉପରେ ବିଶ୍ୱାସ ରହିଥିବାରୁ ଦେଶବାସୀ ଶାନ୍ତିରେ ଜୀବନ ବିତାଉଛନ୍ତି। ଆତ୍ମବିଶ୍ୱାସ ହିଁ ଭାରତର ସ୍ଥିରତାର ମୂଳଦୁଆ। ସୁଦୃଢ଼ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଦେଶରେ ମାଓବାଦୀ କାର୍ଯ୍ୟକଳାପ ବହୁ ପରିମାଣରେ ହ୍ରାସ ପାଇଛି। ଦେଶର ସମ୍ପତ୍ତି ସୁରକ୍ଷିତ ରହିବା ସହ ଧନଜୀବନକୁ ମଧ୍ୟ ରକ୍ଷା କରାଯାଇପାରୁଛି। ପୁଲିସ, ସିଆର୍ପିଏଫ୍, ବିଏସ୍ଏଫ୍, ସ୍ଥାନୀୟ ପ୍ରଶାସନ ଏବଂ ସୁରକ୍ଷା ଯବାନଙ୍କ ନିଷ୍ଠା ଏବଂ ଦୃଢ଼ ସାହସ ଯୋଗୁଁ ଏହି ସଫଳତା ହାସଲ ହୋଇପାରିଛି। ଆସନ୍ତା ମାର୍ଚ୍ଚ ସୁଦ୍ଧା ସମଗ୍ର ଦେଶକୁ ମାଓମୁକ୍ତ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏ ଦିଗରେ ଆଭ୍ୟନ୍ତରୀଣ ସୁରକ୍ଷା ବାହିନୀ ଦୃଢ଼ ତଥା ସମୟୋଚିତ ପଦକ୍ଷେପ ଗ୍ରହଣ କରୁଛନ୍ତି। ହିଂସାତ୍ମକ କାର୍ଯ୍ୟକଳାପରୁ ମାଓବାଦୀମାନେ କ୍ରମଶଃ ଦୂରେଇବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ବହୁ ମାଓବାଦୀ ଇତିମଧ୍ୟରେ ଆତ୍ମସମର୍ପଣ ମାଧ୍ୟମରେ ନିଜକୁ ମାଓ କାର୍ଯ୍ୟକଳାପରୁ ପ୍ରତ୍ୟାହାର କରିନେଉଛନ୍ତି। ସରକାରଙ୍କର ଧାର୍ଯ୍ୟ ଲକ୍ଷ୍ୟକୁ ପୂରଣ କରିବା ପାଇଁ ପୁଲିସ ବାହିନୀ ଆପ୍ରାଣ ଉଦ୍ୟମ ଜାରି ରଖିଛି। ବିଭିନ୍ନ ନକ୍ସଲବାଦୀ କେନ୍ଦ୍ର ଏବେ ଶିକ୍ଷା କେନ୍ଦ୍ରରେ ପରିଣତ ହୋଇଛି। ଲାଲ କରିଡର ଭାବେ ପୂର୍ବରୁ ଜଣାଶୁଣା ଥିବା ଅଞ୍ଚଳଗୁଡ଼ିକ ଏବେ ଅଭିବୃଦ୍ଧିର କରିଡର ଭାବେ ପରିଣତ ହୋଇଛି। ପୁଲିସ ତଥା ଆଭ୍ୟନ୍ତରୀଣ ସୁରକ୍ଷା ବାହିନୀର ସମନ୍ୱୟ ଏବଂ ସୁବ୍ୟବସ୍ଥିତ ପଦକ୍ଷେପ ଦ୍ୱାରା ଏହା ସମ୍ଭବପର ହୋଇପାରିଛି। ସମାଜ ଏବଂ ପୁଲିସ ସମାନ ଭାବରେ ପରସ୍ପର ଉପରେ ନିର୍ଭରଶୀଳ ହୋଇ କାମ କରିଥାନ୍ତି। ଆଭ୍ୟନ୍ତରୀଣ ସୁରକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବାରେ ସମାଜ ଏବଂ ପୁଲିସ ମଧ୍ୟରେ ପାରସ୍ପରିକ ସନ୍ତୁଳିତ ସମ୍ପର୍କ ରହିବା ଜରୁରୀ। ନାଗରିକମାନଙ୍କ ଅଂଶଗ୍ରହଣ ଦ୍ୱାରା ପୁଲିସ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିଥାଏ। ସମାଜ ଏବଂ ପୁଲିସର ପାରସ୍ପରିକ ବୁଝାମଣା ଓ ଦାୟିତ୍ୱ ଦ୍ୱାରା ହିଁ ଉଭୟ ସମୃଦ୍ଧ ହୋଇଥାନ୍ତି। ନୂଆଦିଲ୍ଲୀର ଜାତୀୟ ସ୍ମାରକୀଠାରେ ଆଜି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ଏବଂ ଦିଲ୍ଲୀ ପୁଲିସର ମିଳିତ ପରେଡ୍ ଅନୁଷ୍ଠିତ ହୋଇଛି। ପୁଲିସ ବାହିନୀର ସାହସ, ବଳିଦାନ ଏବଂ ପ୍ରତିବଦ୍ଧତାକୁ ସ୍ୱୀକୃତି ଜଣାଇ 2018 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପୁଲିସ ସ୍ମାରକୀକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଦେଶର ଆଭ୍ୟନ୍ତରୀଣ ସୁରକ୍ଷାରେ ସର୍ବୋଚ୍ଚ ବଳିଦାନ ଦେଇଥିବା ପୁଲିସ କର୍ମଚାରୀଙ୍କ ପ୍ରତିବଦ୍ଧତାକୁ ଆସନ୍ତୁ ସମ୍ମାନ ପ୍ରଦର୍ଶନ କରି ନିଜକୁ ଗର୍ବିତ ଅନୁଭବ କରିବା।